ଜୟ ଜଗନ୍ନାଥ ସାଙ୍ଗମାନେ। ତ କେମିତି ଅଛନ୍ତି ସମସ୍ତେ? ଭଲରେ ଥିବେ। ମୁଁ ସକାଳୁ ବାହାରି ପଡ଼ିଲି ଅନୁଗୁଳ ମ୍ୟାଡ଼ାମଙ୍କ ପାଖକୁ ଯାଇକି ପହଞ୍ଚିଗଲି। ବିଲ୍ଡିଂ ତଳେ ଠିଆ ହେଲି। 5 ମିନିଟ୍ ହେଲା ଠିଆ ହେଲି ନା, ମାନେ ସବୁଦିନେ ସେ ଲେଟ୍, କେଉଁଦିନ ଟାଇମ୍ରେ ନାହିଁ। ଆସିଲା କ'ଣ ଭକ୍ତିରେ ଟିକେ ଗୋଟେ ମୁଣ୍ଡିଆ ତାର ଜିନିଷ ଧନା ଦେଲେ। ମୁଁ କହିଲି ତୁମେ ରଖିଦିଅ, କାମ ସାରିଲା ଆଇଲା ବେଳକୁ ମୁଁ ଧନା ଯିବି। ତାଙ୍କ ପାଇଁ ମମି ଦେଇଥିଲା ଭାତ ଫାତ କରି ଦେଇଥିଲା, ସେ ନେଇଗଲେ। ଆରେ ଆମେ ଗଲୁ ବାଟରେ ରହିଲୁ ଗୋଟେ ଦୋକାନରେ। ମୁଁ କହିଲି ଥଣ୍ଡା ଟିକେ ଧନା ଆସ ପିଇବା। ଥଣ୍ଡା ମୁଁ ଧନା ଆଣିଲି, ପିଇଲି। ମାନେ ପିଇଲି ଯେ ମୋର ମନେ ନାହିଁ ତାଙ୍କୁ ଦେବା ପାଇଁ। ତା ଲାଷ୍ଟ ଟିକେ ନାକୁ ଥିଲା ତାଙ୍କୁ ଦେଲି ଯେ ଦେଖ କେମିତି ମୁହଁ କେମିତି କରୁଥିବେ। କୁନ୍ଦିରେ ଦେଲେ ପୁଣି ଖେନ୍ତେଇ ଦେଲେ। ତା ନିଜେ ନେଇନା ଭିଡ଼ିଓ ଦେବା କେମିତି କରୁଛନ୍ତି। ମୋ ବାନ୍ଧିରୁ ପୁଣୁନୁ ଫୁଲ ହେଇ ତ ମନେ ମନେ ତ ସୁନ୍ଦରୀ ଆଉ। ତାରେ ମୁଁ ତାଙ୍କୁ ଛାଡ଼ି ଦେଇକି ରୁମ୍ରେ ମୁଁ ପଳେଇ ଆସିଲି ଡାଟା ଗାଁକୁ। ମାନେ ଗାଁରେ ପହଞ୍ଚିଲା ମାନେ ଖରା ହେଲା ନା, ତାର ମୁଁ ଜିଦି ଡାକିଲି, ଦେଖିଲି ଆସ ଗାଧି ଯିବା। ସେ ଦେଖିଲା ଗାଧେଇନା, ସେ ଅଧା ଗାଧି ସାରିଲାନା। ମୁଁ କହିଲି ଚାଲେ ଏଇ ଅବସ୍ଥାରେ ତୁ ଯିବା। ତାରେ ମାନେ ମୁଁ ତାର ଗାମୁଛା ଧରିନା ଆଇଲା ବେଳକୁ ଦେଖି ସେ କହିଲା ନା ମୁଁ ଆଜି ନୂଆ ମାଛ ଗୁରେ ଆଣିଛି। ତାର ଦେଖିଲି ତା ମାଛ ଯାନ ଦେଖୁଥିଲି, ମାନେ ଗୋଟେ ସାପ ଟାଇପର ଗୋଟେ ମାଛ ଟାଇପର ଗୋଟେ ଧନା ହେଇଛି। କେତେ ମାଛ ହେଲା ନା, ତାକୁ ଦେଖ ମାନେ ସାବୁନ ସେ ଅଧା ଲଗେଇଛି, ମୁଣ୍ଡରେ ଫେଣ ଲାଗିଛି, ତାକୁ ଧନା କଲି। କହିଲି ଚାଲ ଯିବା। ଦେଖନ୍ତୁ ମାନେ ଧନା ଚାଲିଯିବା। ମାନେ ବନ୍ଧରେ ପହଞ୍ଚିଲା ପରେ ଯେଉଁ ଶାନ୍ତି ଲାଗିଲା, ମାନେ ପୁଣି ଡେଇଁ ଦେଲା ପରେ ପାଣିରେ ମାନେ ଯେଉଁ ଶାନ୍ତି, ଉଲୁଲୁଲୁ ପୁରା ପଇଲା 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 ବାଳିଆ 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 ମାଛଟା ପଇଲା। ଭାକୁର 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 ଧଇଲା ଧଇଲା ପଇଲା 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 ପଇଲା। ମାନେ ଗାଧି ସାରିଲା ପରେ ଯେଉଁ ଶାନ୍ତି, ମାନେ ଉଦା ଗାମୁଛା ଗୋଡ଼େଇକିନା ମାନେ ମିରର ଟିକେ ଛୋଟ ଛୋଟ ସାଇଜ୍ କରିଥିଲି। ମାନେ ମୋର ଟିକେ ଦେଖିଥିଲି ଗୋଟେ ଦେଖାଯାଉଛି କି ନାହିଁ, ମାନେ ଯେଉଁ ଶାନ୍ତି ଲାଗୁଛି ଗାଧି ସାରିଲା ପରେ। ମାଛ ଧନା ହେଲା ଆଜି। ରୋହି 3ଟା, ଇଲିଶି 4ଟା, ଭାକୁର 5ଟା ମିଳିଲା ଆଉ। ତାପରେ ଆମେ ଦି ଭାଇ ଖାଇ ଖୁଆକେ ଲାଗିଗଲୁ ପୁଣି ଫୁଲ କାର୍ଯ୍ୟରେ। ମାନେ ଶୋଇନା ଉଠିଲା ପରେ ବେଳାରେ ମାନେ ବିରକ୍ତ ଗୋଟେ ଲାଗେ ପୁରା। ମାନେ ତାର ମୁଁ ଗାଡ଼ି ଧଣା ବାଘ ମରା ଗଲି। ପାଗ ବି ବଢ଼ିଆ ଥିଲା, ମାନେ ଭଲ ଲାଗୁଥିଲା। ତ ଭିଡ଼ିଓ ଟିକି ଏଇଠି ଏଣ୍ଡ କରିବା।